ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜି ଆମେମାନେ +2 ପ୍ରଥମ ବର୍ଷର ଯେଉଁ ରହୁଛି ସେଥିର ଦ୍ୱିତୀୟ ଅଧ୍ୟାୟ ପଢ଼ିବା। କେମିତି ଦେଖନ୍ତୁ, ଆମେ ପ୍ରଥମ ଯେଉଁ ଚେପ୍ଟରଟା ପଢ଼ିବା ରାଜନୈତିକ ସିଦ୍ଧାନ୍ତ, ଆଉ ନେକ୍ସଟ ଆମର ଯେଉଁ ଦ୍ୱିତୀୟ ଅଧ୍ୟାୟଟା କ'ଣ ରହୁଛି ଆମର ରାଷ୍ଟ୍ର। ତ ଦେଖନ୍ତୁ, ଆପଣମାନେ ଏହି ଚ୍ୟାନେଲ୍ ସହିତ ଜଡ଼ିତ ହୋଇ ରୁହନ୍ତୁ। ଆମମାନେ ଧୀରେ ଧୀରେ ଆଗକୁ ତୁମର କ୍ଲାସ୍ ଗୁଡ଼ିକ ସବଜେକ୍ଟ ୱାଇଜ୍ କରିବା। ଆଉ ତୁମକୁ କେଉଁ ସବଜେକ୍ଟ ପଢ଼ାଇବା ପାଇଁ ଇଚ୍ଛା ହେଉଛି +2 ସେମିତି କମେଣ୍ଟ ସେକ୍ସନରେ ଜଣାଇବ। କମେଣ୍ଟ ସେକ୍ସନରେ ଜଣାଇ ସାରିଲା ପରେ ଆମେ ସେଇଟା ଗୋଟେ ପଢ଼ିବା ଯେ ଏ ପିଲାମାନଙ୍କର ଏଇଠି ଟିକେ ଡାଉଟ୍ ରହୁଛି, ସେ ସବଜେକ୍ଟ ଗୁଡ଼ିକ ପଢ଼ିବା ପାଇଁ ଚେଷ୍ଟା କରିବା। ଠିକ୍ ଅଛି ପିଲାମାନେ, ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ରାଷ୍ଟ୍ର କ'ଣ? ଷ୍ଟେଟ୍। ତାର ସଂଜ୍ଞା, ରାଷ୍ଟ୍ର କ'ଣ, ରାଷ୍ଟ୍ରର କ'ଣ କ'ଣ ନିୟମ ରହିଛି, ରାଷ୍ଟ୍ର କେମିତି ଗଠିତ ହୁଏ, ସେସବୁ ଗୁଡ଼ିକ ଆଗକୁ ପଢ଼ିକି ଯିବା। ଠିକ୍ ଅଛି, ଦେଖନ୍ତୁ ରାଷ୍ଟ୍ରର ସଂଜ୍ଞା ତାର ମିନିଂ ବିଷୟରେ ଜାଣିବା। ଯେମିତିକି ହେଲା ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ ହେଉଛି ରାଷ୍ଟ୍ର। ଆଉ ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ କ'ଣ ରହୁଛି? ରାଷ୍ଟ୍ର ହେଉଛି ରାଜନୀତି ବିଜ୍ଞାନର ଗୋଟେ ମୁଖ୍ୟ କେନ୍ଦ୍ରବିନ୍ଦୁ ବା ମେନ୍ ସାର୍କିଲ୍ ମଧ୍ୟ ଆମେ କହିପାରିବା। ଠିକ୍ ଅଛି, ରାଷ୍ଟ୍ର ହିଁ ରାଜନୀତି ବିଜ୍ଞାନର ଅଧ୍ୟୟନ ଆରମ୍ଭ ଏବଂ ଶେଷ ହୋଇଥାଏ। ରାଷ୍ଟ୍ର ହିଁ ରାଜନୀତି ବିଜ୍ଞାନର ଅଧ୍ୟୟନ ଆରମ୍ଭ ଏବଂ ଶେଷ ହୋଇଥାଏ। ଆଉ କ'ଣ ରହିଛି? ଆଉ ତେଣୁ ପ୍ରଥମେ ଆଲୋଚ୍ୟ ବିଷୟ ହେଉଛି ରାଷ୍ଟ୍ର କ'ଣ। ପ୍ରଥମେ ଆମେ ନିହାତି ଆଲୋଚ୍ୟ ବିଷୟ ଆମର କ'ଣ ରାଷ୍ଟ୍ର ବିଷୟରେ ଜାଣିବା ଦରକାର ଅଛି ନା। ତ ଅନେକ ସମୟରେ ଆମେ ଜାତି, ସରକାର, ଯେମିତିକି କହିଲା ଏଇ ଜାଗାରେ, ଯେମିତିକି ହେଲା ଜାତି, ସରକାର, ସମାଜ, ଦେଶ, ରାଜ୍ୟକୁ ରାଷ୍ଟ୍ର ଅର୍ଥରେ ପ୍ରୟୋଗ କରିଥାଉ। ଠିକ୍ ଅଛି, କିନ୍ତୁ ରାଜନୀତି ବିଜ୍ଞାନ ମାନେ ବିଭିନ୍ନ ଦୃଷ୍ଟିରୁ ରାଷ୍ଟ୍ର ସଂଜ୍ଞା ନିରୂପଣ ହୁଏ। କିନ୍ତୁ ରାଜନୀତି ବିଜ୍ଞାନ ଆମେ ତ ଜାଣିଛୁ ରାଷ୍ଟ୍ରରେ ଜାତି ଥିବ, ସରକାର ଥିବ, ସମାଜ ଥିବ, ଦେଶ ଥିବ, ରାଜ୍ୟ ଥିବ। ଠିକ୍ ଅଛି, କିନ୍ତୁ ରାଜନୀତି ବିଜ୍ଞାନ ମାନେ କ'ଣ କହିଛନ୍ତି ଆସନ୍ତୁ ଦେଖିବା। ଅଧ୍ୟାପକ ହଲ୍ଙ୍କ ମତରେ କ'ଣ ରହିଛି? ତାଙ୍କ ମତରେ ହେଉଛି ଯେ ରାଜନୈତିକ ଉଦ୍ଦେଶ୍ୟ ସାଧନା ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ସ୍ଥାୟୀ ଭାବରେ ପ୍ରତିଷ୍ଠିତ ଓ ବହିଃଶକ୍ତି ଶାସନର ମୁକ୍ତ ଜନସମାଜକୁ ରାଷ୍ଟ୍ର ବୋଲି କୁହାଯାଏ। ତାଙ୍କ ମତରେ ହେଲା ଯେଉଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ଯେଉଁ ରହିଛି ତାର ଭୂଖଣ୍ଡରେ ସ୍ଥାୟୀ ଭାବରେ ଯେଉଁ ଗଠିତ ହୋଇକି ରହିଛି ବା ପ୍ରତିଷ୍ଠିତ ହୋଇକି ରହିଛି, ତାର ବହିଃଶକ୍ତିର ଶାସନର ମୁକ୍ତକୁ ଆମ୍ଭେମାନେ ଜନସମାଜକୁ ରାଷ୍ଟ୍ର ବୋଲି କହିବା। ଠିକ୍ ଅଛି, ଆଉ ନେକ୍ସଟ କିଏ କହିଲେ? ଆମେରିକାର ପୂର୍ବତନ ରାଷ୍ଟ୍ରପତି ୱିଲସନ୍ କହୁଛି ଆଇନ ଅନୁସାରେ ସଂଗଠିତ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଅଧିକାର ଏକ ଜନସମଷ୍ଟିକୁ ରାଷ୍ଟ୍ର ଆଖ୍ୟା ଦେଇ। ଠିକ୍ ଅଛି, ଏଇଟା ବି ଠିକ୍। ଆଇନ ଅନୁସାରେ ଯେଉଁ ସଂଗଠିତ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଅଧିକାର ଯେଉଁ ରହିଛି ତାକୁ ଆମେ ରାଷ୍ଟ୍ର ବୋଲି କହୁଛୁ। ଠିକ୍ ଅଛି, ତାପରେ ମାତ୍ର ଗାର୍ନର କେମିତି କ'ଣ କରୁଛନ୍ତି ଦେଖନ୍ତୁ, ଏଇ ଯେଉଁ ଗାର୍ନରଙ୍କ ବିଷୟରେ। ଆଉ ପ୍ରଦତ୍ତ ସଂଜ୍ଞାକୁ ସମ୍ପୂର୍ଣ୍ଣ ସଂଜ୍ଞା ରୂପେ ଗ୍ରହଣ କରାଯାଇଥାଏ। ଗାର୍ନରଙ୍କ ମତରେ ରାଷ୍ଟ୍ର ହେଉଛି ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବାସ କରୁଥିବା କେତେକ ସଂଖ୍ୟକ ବ୍ୟକ୍ତିକୁ ନେଇ ଗଠିତ ଜନସମାଜ। ଆଉ ଗାର୍ନରଙ୍କ ମତରେ ହେଉଛି ଯେ ଯେମିତି କହିଲେ ଯେ ରାଷ୍ଟ୍ର ହେଉଛି ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବାସ କରୁଥିବା କେତେକ ସଂଖ୍ୟକ ବ୍ୟକ୍ତିକୁ ନେଇ ଗଠିତ ଜନସମାଜକୁ, ଯାହାକି ବହିଃଶକ୍ତି ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ ଏବଂ ଯାହାର ଗଠିତ ସୁସଂଗଠିତ ଶାସନ ବ୍ୟବସ୍ଥା ଥାଏ, ଯାହା ପ୍ରତି ଅଧିକାଂଶ ଅଧିବାସୀଙ୍କ ସ୍ୱାଭାବିକ ଆନୁଗତ୍ୟ ରହିଥାଏ, ତାକୁ ଆମେ ରାଷ୍ଟ୍ର ବୋଲି କହିଥାଉ। ଠିକ୍ ଅଛି, ରାଷ୍ଟ୍ରର ପ୍ରକୃତି ଓ ଆବଶ୍ୟକତା। ରାଷ୍ଟ୍ରର ପ୍ରକୃତି ଓ ଆବଶ୍ୟକତା ଯଦି ଆମେ ଜାଣିବାକୁ ହେଲେ, ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକ ତଥା ରାଜନୀତି ବିଜ୍ଞାନର ଜନକ ଆରିଷ୍ଟଟଲଙ୍କ ମତରେ ରାଷ୍ଟ୍ର ସୃଷ୍ଟି ହୁଏ ଜୀବନ ପାଇଁ ଏବଂ ଉନ୍ନତ ଜୀବନ ପାଇଁ ଏହାର ଆବଶ୍ୟକତା ଅନୁଭୂତ ହୁଏ। ସମସ୍ତଙ୍କ ପାଇଁ ଏକ ସୁନ୍ଦର, ସୁଖୀ ତଥା ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଜୀବନ ହେଉଛି ଏହାର ଲକ୍ଷ୍ୟ। ରାଷ୍ଟ୍ର ମଧ୍ୟରେ ମନୁଷ୍ୟ ତାର ରାଜନୈତିକ ଜୀବନର ବିକାଶ ସାଧନ କରିଥାଏ। କେତେକ ମଧ୍ୟରେ ରାଷ୍ଟ୍ର ଏକ କୁବ୍ୟବସ୍ଥା ଯାହା ବ୍ୟକ୍ତିର ସ୍ୱାଧୀନତାକୁ ପ୍ରତିହତ କରିଥାଏ। ମାତ୍ର ଅନ୍ୟମାନଙ୍କ ମତରେ ବ୍ୟକ୍ତି ଜୀବନ ଉତ୍କର୍ଷ ସାଧନ ହେଉଛି ରାଷ୍ଟ୍ର ଉଦ୍ୟମ କରିଥାଏ। ଠିକ୍ ଅଛି, ଜାଣିଲେ ରାଷ୍ଟ୍ର ପ୍ରକୃତି ଆବଶ୍ୟକତା। ରାଷ୍ଟ୍ର ଉପାଦାନ ଗୁଡ଼ିକ କ'ଣ କ'ଣ ରହିଛି, ଯେଉଁ ଆମକୁ କ'ଣ ଦରକାର, ଆମେ ମେନଲି ଫୋକସ୍ କରିବା ଯେଉଁଟା ମେନ୍ ଇମ୍ପୋର୍ଟାନ୍ସ ପଏଣ୍ଟ ବା ସେଣ୍ଟେନ୍ସ ବାକ୍ୟ ଗୁଡ଼ିକୁ ଆମେ ପଢ଼ିକି ଯିବା। ଠିକ୍ ଅଛି ପିଲା, ସେଥିପାଇଁ ମୁଁ ମେନ୍ ଇମ୍ପୋର୍ଟାନ୍ସ ଗୁଡ଼ିକୁ ନେଇକି ହିଁ ତୁମମାନଙ୍କୁ ପଢ଼ାଇବି। ଆଉ ତୁମମାନେ ସେଇଟା ନିଶ୍ଚୟ ବହି ଥରୁଟିଏ ପଢ଼ିବ ତୁମେମାନେ, କିନ୍ତୁ ତୁମର ଯେଉଁ ବୁଝାବୁଝି ବା ମେନ୍ ଇମ୍ପୋର୍ଟାଣ୍ଟ ଗୁଡ଼ିକ ଯେଉଁ କହୁଛି ବୁଝାଇବା ସହିତ ତାହାକୁ ତୁମମାନେ ଧ୍ୟାନର ସହିତ ପଢ଼ିବା ପାଇଁ
ଚେଷ୍ଟା କରିବ ପିଲାମାନେ। ଠିକ୍ ଅଛି। ଯେମିତି ରାଷ୍ଟ୍ରର ଉପାଦାନ ଆମକୁ କହିଲା, ଏଇ ଯେଉଁ ରାଷ୍ଟ୍ରର ଉପାଦାନ ଯେଉଁ କହୁଛି, ରାଷ୍ଟ୍ରର 4 ଗୋଟି ଉପାଦାନ ରହିଛି। ରାଷ୍ଟ୍ରର କେତେ ଗୋଟି ଉପାଦାନ ରହିଛି? ରାଷ୍ଟ୍ର ହେଉଛି 4 ଗୋଟି ଉପାଦାନ। ସେଗୁଡ଼ିକୁ କ'ଣ କ'ଣ ରହିଲା ଦେଖନ୍ତୁ। ଗୋଟେ ହେଲା ଜନସମୂହ, ପପୁଲେସନ୍, ଭୂଖଣ୍ଡ ଆଉ ସରକାର ଆଉ ଗୋଟେ ରାଷ୍ଟ୍ର କେମିତି ଚଳିବ? ରାଷ୍ଟ୍ରର 4ଟି ଉପାଦାନ ଯଦି ରହିବ, ତେବେ ଯାଇ ରାଷ୍ଟ୍ରର ଗଠନ ବା ତା'ର ଅସ୍ତିତ୍ୱ ରହିଛି ବୋଲି ଆମେ ଜାଣିପାରିବା। କେମିତି ହେଲା? ଗୋଟେ ହେଲା ଜନସଂଖ୍ୟା, ପପୁଲେସନ୍ ବା ଜନସାଧାରଣ ଥିବା ଦରକାର। ଗୋଟେ ଭୂଖଣ୍ଡ ଟେରିଟୋରି, ତା ପାଇଁ ଗୋଟେ ଭୂଖଣ୍ଡ ନିହାତି। ତ ଭୂଖଣ୍ଡ ନଥିଲେ କେମିତି ରାଷ୍ଟ୍ର ଗଠନ ହେବ? ଆଉ ଗୋଟେ ସରକାର ଥିବା କଥା, ଯେଉଁ ଚଲାଇବା ପାଇଁ ନିୟମ କାନୁନ ଗୁଡ଼ିକ ରହିବା ପାଇଁ। ଗୋଟେ ସାର୍ବଭୌମତ୍ୱ ସଭରେନିଟି ଥିବା ଦରକାର। ନିଜର ସାର୍ବଭୌମତ୍ୱ କ୍ଷମତା ମଧ୍ୟ ଗୁଡ଼ିକ ରହିବା ନିହାତି ଜରୁରୀ। ଠିକ୍ ଅଛି ପିଲାମାନେ। ପ୍ରଥମରେ ଜନସମୂହ। ପ୍ରଥମରେ ଆମକୁ ଦେଇଦେଲା ଯେ ଜନସମୂହ ବିଷୟରେ ଆମେ ଜାଣିବା। ଜନସମୂହ କ'ଣ ରହିଛି? ଦେଖ ପିଲାମାନେ, ଜନସମୂହ ରାଷ୍ଟ୍ର ଏକ ମାନନୀୟ ସଂଗଠନ ହୋଇଥିବାରୁ ଜନସଂଖ୍ୟା ଏହାର ଏକ ମୌଳିକ ଏବଂ ଅତ୍ୟାବଶ୍ୟକ ଉପାଦାନ। ଜନସମଷ୍ଟି ବିନା ରାଷ୍ଟ୍ର ପରିକଳ୍ପନା ଅବଶ୍ୟ ନିହାତି। ଏ ଯେଉଁ ମେନ୍ ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଦେଖ, ଜନସମଷ୍ଟି ଲୋକ ବିନା ଜନସାଧାରଣଙ୍କ ସାହାଯ୍ୟରେ ଗୋଟେ ରାଷ୍ଟ୍ର ଗଠନ କରିବା ଅସମ୍ଭବ ବୋଲି ଆମେ କହିବା। ଠିକ୍ ଅଛି। ତାର କଳନା ମଧ୍ୟ କରାଯାଇପାରିବ ନାହିଁ। ସେଥିପାଇଁ ଏହାକୁ କହିଲା ଜନସମଷ୍ଟି ବିନା ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ। ଠିକ୍ ଅଛି ପିଲାମାନେ। ଗୋଟିଏ ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଜନସଂଖ୍ୟା କେତେ ରହିବେ ତାର ସୀମା ନାହିଁ। ଠିକ୍ ଅଛି। ଗୋଟିଏ ରାଷ୍ଟ୍ର କେତେ ଜନସଂଖ୍ୟା ରହିବେ ଆମର ତ ଜଣା ନାହିଁ ନା। ଜନସଂଖ୍ୟା ବଢ଼ିବ କମିବ ସେଇଟାକୁ କ'ଣ? ଆଉ ପ୍ଲାଟୋଙ୍କ ମତରେ ଗୋଟିଏ ଆଦର୍ଶ ରାଷ୍ଟ୍ର ଜନସଂଖ୍ୟା 5040। ଆଉ ପ୍ଲାଟୋଙ୍କ କହିବା ଅନୁସାରେ ପ୍ଲାଟୋଙ୍କ ଯେଉଁ ରହିଛି, ପ୍ଲାଟୋଙ୍କ କହିବା ମତରେ ଗୋଟିଏ ଆଦର୍ଶ ରାଷ୍ଟ୍ର ଜନସଂଖ୍ୟା 5040 ହେବା ବିଧେୟ। ଆରିଷ୍ଟୋଟଲ ମଧ୍ୟ ଗୋଟିଏ ଆରିଷ୍ଟୋଟଲ ମତରେ କ'ଣ ରହିଲା? ଆରିଷ୍ଟୋଟଲଙ୍କ ମତରେ ରହିଲା ଯେ ଗୋଟିଏ ଆଦର୍ଶ ରାଷ୍ଟ୍ର ଅନ୍ୟାନ୍ୟ 10,000 ଏବଂ ସର୍ବୋଚ୍ଚ 1 ଲକ୍ଷ ଜନସଂଖ୍ୟାର ଅଧିକ ହେବା ଉଚିତ ନୁହେଁ। କିନ୍ତୁ ଆଧୁନିକ ରାଷ୍ଟ୍ରର ଜନସଂଖ୍ୟାର କ'ଣ ଆଧୁନିକ ଜନସଂଖ୍ୟାର ନିର୍ଦ୍ଦିଷ୍ଟତା ନାହିଁ। କିନ୍ତୁ ଯେଉଁ ଆରିଷ୍ଟୋଟଲ କହିଲେ ଯେ 10,000 ଏବଂ ସର୍ବୋଚ୍ଚ 1 ଲକ୍ଷ ଜନସଂଖ୍ୟାରୁ ଅଧିକ ହେବା ଦରକାର ନାହିଁ ବୋଲି କହିଥିଲେ। ଠିକ୍ ଅଛି ପିଲାମାନେ। ଆଉ ଏହାକୁ ଆମର ଯେଉଁ ରହିଛି ବୃହତ୍ ରାଷ୍ଟ୍ର ଗଠନ କରିବା ବର୍ତ୍ତମାନ ଯେଉଁ ବୃହତ୍ ଦେଶ ବା ବୃହତ୍ ରାଷ୍ଟ୍ର ଗଠିବା ଆମର ବର୍ତ୍ତମାନ ଆଧୁନିକତା ଯୁଗରେ ନିହାତି ଦରକାର। ଆଉ ଏହାକୁ କ'ଣ କହିଲା? ତାପରେ ନେକ୍ସଟ କହୁଛି ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ବନ୍ଧନକୁ ନେଇ ଆଧୁନିକ ଜାତି ରାଷ୍ଟ୍ର ସୃଷ୍ଟି। ଆରିଷ୍ଟୋଟଲ ଯଥାର୍ଥ ଯେ ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଏବଂ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ମଣିଷକୁ ନେଇ ଉନ୍ନତ ରାଷ୍ଟ୍ର ଗଠିତ ହୁଏ। ଆଉ ଆରିଷ୍ଟୋଟଲ ଏହାକୁ ଦର୍ଶାଇକି କହିଛନ୍ତି, ଦେଖ ପିଲାମାନେ ଏଇଟା ଧ୍ୟାନ ଦେଇକି ଶୁଣ। କହିଛନ୍ତି ଯେ ଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଏବଂ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ମଣିଷକୁ ନେଇ ଉନ୍ନତ ରାଷ୍ଟ୍ର, ଶିକ୍ଷିତ ଯୁବ ସଂସ୍କୃତି ସମ୍ପନ୍ନକୁ ନେଇକି ହିଁ ଗୋଟେ ରାଷ୍ଟ୍ରର ଗଠିତ ହୋଇଥାଏ ବୋଲି କୁହାଯାଏ। ଆଉ ଭୂଖଣ୍ଡ ତ ନିହାତି ଦରକାର। ଭୂଖଣ୍ଡ ନଥିଲେ କେମିତି କ'ଣ ବସବାସ କରିପାରିବା? ନାହିଁ କି ପିଲାମାନେ? ଠିକ୍ କହୁଛି ନା ନାହିଁ? ହଁ, ଠିକ୍ ଅଛି। ସେମିତି ପଢ଼। ଏକ ନିର୍ଦ୍ଦିଷ୍ଟ ଆୟତନ ବିଶିଷ୍ଟ ଭୂଖଣ୍ଡ ବିନା ରାଷ୍ଟ୍ର ଗଠନ ସମ୍ଭବ ନୁହେଁ। ଠିକ୍ ଅଛି। ଗୋଟେ ଭୂଖଣ୍ଡ ଯଦି ନଥିବ, ଭୂମି ଯଦି ନଥିବ, ଆମେ କେମିତି କ'ଣ ରାଷ୍ଟ୍ର ଗଠନ କରିବା? କେମିତି କ'ଣ ଚଳବସ ହେବ? ନାହିଁ ନା ନାହିଁ? ଠିକ୍। ଦେଖନ୍ତୁ ହେଲା। ଆଉ ଜଳ, ସ୍ଥଳ, ଆକାଶ ପଥକୁ ନେଇ ରାଷ୍ଟ୍ର ପରିସୀମା ନେଇ, ଆଉ ରାଷ୍ଟ୍ର ପରିସୀମା କେମିତି? ଗୋଟେ ଜଳ, ସ୍ଥଳ, ଆକାଶ ପଥକୁ ନେଇ ହେଇକି ଗୋଟେ ରାଷ୍ଟ୍ର ପରିସୀମା ନିର୍ଦ୍ଦିଷ୍ଟ ହୋଇଥାଏ। ଠିକ୍ ଅଛି। କିନ୍ତୁ ଏହାର ପରିସୀମାର ପରିମାଣ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ତାର ପରିସୀମା କେମିତି କ'ଣ ହେବ ତାର କଳନା କରାଯାଇପାରିବ ନାହିଁ ବା ପରିମାଣ କରାଯାଇପାରିବ ନାହିଁ। ଆଉ ଜନସଂଖ୍ୟା ଆୟତନ ନିର୍ବିଶେଷରେ ପ୍ରତ୍ୟେକ ରାଷ୍ଟ୍ର ସାର୍ବଭୌମ ସମାନ। ତେଣୁ ରାଷ୍ଟ୍ର ଗଠନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ପଷ୍ଟ ସୀମାରେଖା ଦ୍ୱାରା ଆବଦ୍ଧ ଭୂଖଣ୍ଡ ଏକାନ୍ତ ଆବଶ୍ୟକ। ରାଷ୍ଟ୍ର ଅଧିବାସୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଏକତା, ଅର୍ଥନୈତିକ ସମୃଦ୍ଧି, ସାମରିକ ଶକ୍ତି, ମାନବ ସଭ୍ୟତାକୁ ଅବଦାନ, ମାନବ ପ୍ରାକୃତିକ ଶକ୍ତିର ସୁବିନିଯୋଗ ଦ୍ୱାରା ଏକ ମହାରାଷ୍ଟ୍ର ଗଠନ ହୋଇଥାଏ ବୋଲି ଆମେ ଜାଣିପାରିବା। ତାପରେ ତୃତୀୟ ରହୁଛି କ'ଣ? ଆମେ 4ଟି ତାର ମୁଖ୍ୟ ଉପାଦାନ ରହିଛି ବୋଲି ଆମେ କହୁଛୁ ନା ନାହିଁ ବୋଲି ରାଷ୍ଟ୍ରର। ସେମିତି ତୃତୀୟ କ'ଣ ରହିଛି? ସରକାର। ତୃତୀୟରେ କ'ଣ ରହିଲେ? ସରକାର। ଠିକ୍ ଅଛି। ଗଭର୍ଣ୍ଣମେଣ୍ଟ ଯେଉଁ କହୁଛୁ ଆମେ, ଗଭର୍ଣ୍ଣମେଣ୍ଟ। ଅଧିବାସୀମାନେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସ କରୁଥିଲେ ମଧ୍ୟ ସରକାର ବିନା ସେମାନେ ରାଷ୍ଟ୍ର ଗଠନ କରିପାରିବେ ନାହିଁ। ସରକାର ଏକ ରାଜନୈତିକ ସଂଗଠନ। ସରକାର ବିନା ରାଷ୍ଟ୍ର ଶାସନ ସମ୍ଭବ ନୁହେଁ। ରାଷ୍ଟ୍ରର ସମୂହ ଇଚ୍ଛାକୁ ସରକାର କାର୍ଯ୍ୟକାରୀ କରନ୍ତି। ରାଷ୍ଟ୍ରର ସମସ୍ତ କ୍ଷମତା ସରକାରଙ୍କ ହାତରେ ରହିଥାଏ। ରାଷ୍ଟ୍ରର ସମସ୍ତ ଯେଉଁ କ୍ଷମତା ଗୁଡ଼ିକ ରହିଲା କାହା ହାତରେ ରହିଲା? ତାହା ସରକାର ହାତରେ ରହିଲା। ଆଇନ ଦ୍ୱାରା ସରକାର ସାମାଜିକ ଜୀବନ ନିୟନ୍ତ୍ରଣ କରିବା ସହିତ ରାଷ୍ଟ୍ରରେ ଶୃଙ୍ଖଳିତ ଶାସନ ପ୍ରଚେଷ୍ଟା କରନ୍ତି। ରାଷ୍ଟ୍ରର ନାଗରିକମାନେ ସେମାନେ
ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ସରକାର ଗଠନ କରନ୍ତି। ସରକାର ମାଧ୍ୟମରେ ରାଷ୍ଟ୍ର ଇଚ୍ଛା ପ୍ରକଟିତ ହୁଏ। ସରକାର ନଥିଲେ ରାଷ୍ଟ୍ର ଅରାଜକତା ଦେଖାଦିଏ। ସରକାର ବିନା ରାଷ୍ଟ୍ର ସ୍ଥିତି ସମ୍ଭବ ନୁହେଁ। ବିଭିନ୍ନ ପ୍ରକାର ଭେଦରେ ସରକାର ଗଠନ ହୁଏ। ରାଷ୍ଟ୍ର ସ୍ୱରୂପ ଏବଂ ଅଧିବାସୀମାନଙ୍କର ଇଚ୍ଛା ଅନୁସାରେ ସରକାର ଗଠନ ହୁଏ। ବର୍ତ୍ତମାନ ଉନ୍ନତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କର ଗଣତାନ୍ତ୍ରିକ ସରକାର ଚାଲିଛି। ଠିକ୍ ଅଛି ପିଲାମାନେ। ଆଉ ରହିଲା ସାର୍ବଭୌମତ୍ୱ। ସରକାର ବିଷୟରେ ଜାଣିଲ। ତ ରାଷ୍ଟ୍ରର ସମସ୍ତ କ୍ଷମତା ସରକାରଙ୍କ ହାତରେ ହିଁ ରହିଥାଏ। ବୁଝିପାରିଲେ ପିଲାମାନେ। ସାର୍ବଭୌମତ୍ୱ। ସାର୍ବଭୌମତ୍ୱ କ'ଣ ଦେଖ? ସୋଭରେଣ୍ଟି ଯେଉଁ କହୁଛୁ ଆମେ। ଠିକ୍ ଅଛି। ସାର୍ବଭୌମତ୍ୱ ଅର୍ଥ ସର୍ବୋଚ୍ଚ କ୍ଷମତା। ସାର୍ବଭୌମତ୍ୱର ଅର୍ଥ କ'ଣ? ସର୍ବୋଚ୍ଚ କ୍ଷମତା। ଏହା ରାଷ୍ଟ୍ରର ଏକ ଅତ୍ୟାବଶ୍ୟକ କ୍ଷମତା। ଏହା ରାଷ୍ଟ୍ର ନିତାନ୍ତ ଜରୁରୀ। ଏହି କ୍ଷମତା ଯୋଗୁଁ ରାଷ୍ଟ୍ରର ଭିତରେ ଥିବା ଅନ୍ୟାନ୍ୟ ସମସ୍ତ ସଂଗଠନ ଠାରୁ ରାଷ୍ଟ୍ର ଊର୍ଦ୍ଧ୍ୱରେ। ଆଭ୍ୟନ୍ତରୀଣ ବ୍ୟାପାରରେ ରାଷ୍ଟ୍ର ସର୍ବେସର୍ବା। ଫଳରେ ରାଷ୍ଟ୍ର ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛି, ସଂଘ ରହୁଛି, ଅନୁଷ୍ଠାନ ରାଷ୍ଟ୍ର ଆନୁଗତ୍ୟ ସ୍ୱୀକାର କରିବା ପାଇଁ ବାଧ୍ୟ ହୁଅନ୍ତି। ଠିକ୍ ଅଛି। ଆଉ ଗୋଟିଏ ଆଭ୍ୟନ୍ତର ଉନ୍ନତି ପାଏ। ଠିକ୍ ଅଛି। ଆଗକୁ ଦେଖୁ। ଏଇଟା ରହିଲା 1947 ମସିହା ଅଗଷ୍ଟ 15। ଏଇଟା ଦେଖନ୍ତୁ ପିଲାମାନେ ହେଲା 1947 ମସିହା ଅଗଷ୍ଟ 15 ତାରିଖ ପୂର୍ବରୁ ଭାରତକୁ ଗୋଟେ ରାଷ୍ଟ୍ର ରୂପେ ମାନ୍ୟତା ଦିଆଯାଉନଥିଲା, କାରଣ ଏହା ବ୍ରିଟିଶ ଶାସନର ଅଧୀନ ଥିଲା। ସେପରି ଭାରତ ଭିତରେ ଅନେକ ପ୍ରଦେଶ ଅଛି, ସେଗୁଡ଼ିକ ସାର୍ବଭୌମତ୍ୱ ନଥିବାରୁ ସେମାନେ ରାଷ୍ଟ୍ର ନୁହନ୍ତି। ଏଗୁଡ଼ିକ ଭାରତୀୟ ରାଷ୍ଟ୍ରସଂଘର ଗୋଟିଏ ଗୋଟିଏ ପ୍ରଦେଶ ମାତ୍ର ବୋଲି ଆମେ କହିପାରିବା। ଆଉ ରାଷ୍ଟ୍ର ଓ ସମାଜ ମଧ୍ୟରେ ପ୍ରଭେଦ କ'ଣ ରହିଛି ଦେଖନ୍ତୁ। ରାଷ୍ଟ୍ର ଓ ସମାଜ ମଧ୍ୟରେ ପ୍ରଭେଦ ଷ୍ଟେଟ୍ ଆଣ୍ଡ ସୋସାଇଟି ମଧ୍ୟ ରହିଛି। ଯେମିତିକି ରାଜନୀତି ବିଜ୍ଞାନରେ ସମାଜ ଓ ରାଷ୍ଟ୍ର ଏହି ଦୁଇଟି ସଂସ୍ଥାର ଗୁରୁତ୍ୱ ଖୁବ୍ ବେଶୀ। ଏହାକୁ ଉପଲବ୍ଧି କରିବା ପାଇଁ ଏହି ଦୁଇଟି ସଂସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ଜାଣିବା ଏକାନ୍ତ ଆବଶ୍ୟକ। ସମାଜ କହିଲେ ଏହା ସମଗ୍ର ମାନବ ସମାଜକୁ, ଆଉ ସମାଜ କହିଲେ କ'ଣ ବୁଝାଏ? ସମାଜ କହିଲେ ଏହା ସମଗ୍ର ମାନବ ସମାଜକୁ ବୁଝାଏ। ଯେତେ ସବୁ ସଂଗଠିତ ଏବଂ ଅଣସଂଗଠିତ ଅନୁଷ୍ଠାନ ଅଛି ସବୁଗୁଡ଼ିକ ସମାଜ ସହିତ ଅନ୍ତର୍ଭୁକ୍ତ। କିନ୍ତୁ ରାଷ୍ଟ୍ର ସମାଜ ଭିତରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାଷ୍ଟ୍ର ସମାଜରେ ଶକ୍ତିଶାଳୀ ଏକ ସଂଗଠିତ ଅନୁଷ୍ଠାନ। ଏହା ସମାଜର ଏକ ଅଂଶ, କିନ୍ତୁ ସମାଜ ଠାରୁ ପୃଥକ ବୋଲି ଆମେ ଜାଣିପାରିବା। ସମାଜ କହିଲେ ସମଗ୍ର ମାନବ ସମାଜକୁ ବୁଝାଏ, କିନ୍ତୁ ରାଷ୍ଟ୍ର ସମାଜ ଭିତରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ମଧ୍ୟ ଆମେ କହିପାରିବା। ରାଷ୍ଟ୍ର ଓ ସମାଜ ମଧ୍ୟରେ ପାର୍ଥକ୍ୟ ଗୁଡ଼ିକ କ'ଣ କ'ଣ ହେଲା ଦେଖନ୍ତୁ। ଆସନ୍ତୁ ବୁଝିବା, ଠିକ୍ ଭାବରେ ବୁଝିବା, ଜାଣିପାରିବା। ଯେଉଁ ଦେଖନ୍ତୁ ପ୍ରଥମରେ କହିଲା ଯେ ସମାଜ ରାଷ୍ଟ୍ର ଠାରୁ ବଡ଼। ସମାଜ ହେଉଛି ଗୋଟେ ରାଷ୍ଟ୍ର ଠାରୁ ବଡ଼। ସମାଜ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ବିସ୍ତାର କରିପାରେ। ଏହା ଇଣ୍ଟରନ୍ୟାସନାଲ ସୋସାଇଟି ସମାଜଟା ଇଣ୍ଟରନ୍ୟାସନାଲ କ୍ଷେତ୍ରରେ ମଧ୍ୟ ତାହାର ପ୍ରାଧାନ୍ୟ ବିସ୍ତାର କରିପାରେ। କିନ୍ତୁ ସାମାଜିକ ଉଦ୍ଦେଶ୍ୟ ପୂରଣ ପାଇଁ ରାଷ୍ଟ୍ର ସୃଷ୍ଟି ନିହାତି ରହିବା ଦରକାର। ସମାଜ ପ୍ରଥମେ ସୃଷ୍ଟି, ପରେ ରାଷ୍ଟ୍ର। ପ୍ରଥମରେ ହେଲା ସମାଜ ସୃଷ୍ଟି ହେଇଛି, ଆଉ ପରେ ରାଷ୍ଟ୍ର ସୃଷ୍ଟି ହେଇଛି। ଠିକ୍ ଅଛି। ସମାଜ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକତା ନଥିଲା। ଯେମିତିକି ହେଲା ସମାଜ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକ ନଥିଲା ବେଳେ ରାଷ୍ଟ୍ର ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଆବଶ୍ୟକ। ସମାଜ ପାଇଁ ଭୂଖଣ୍ଡର ଆବଶ୍ୟକତା ନାହିଁ, କିନ୍ତୁ ଗୋଟେ ରାଷ୍ଟ୍ର ପାଇଁ ଭୂଖଣ୍ଡ ନିହାତି ଦରକାର। ଭୂଖଣ୍ଡର ପରିସୀମା ଯଦି ନଥିବ କେମିତି ରାଷ୍ଟ୍ରର ଗୋଟେ ନିର୍ବାହ କାର୍ଯ୍ୟ ଆମେମାନେ ତୁଲାଇ ପାରିବା। ଠିକ୍ ଅଛି ପିଲାମାନେ। ସମାଜର ସୀମା ଗ୍ରାମ ଠାରୁ ପୃଥିବୀ ପର୍ଯ୍ୟନ୍ତ ବିସ୍ତାର। ଆଉ ସମାଜର ସୀମା ହେଉଛି ଗାଁ ଠାରୁ ପୃଥିବୀ ପର୍ଯ୍ୟନ୍ତ। ଆଉ ଆମର ପଞ୍ଚମରେ କୁହାଯାଇଛି ଯେମିତିକି ହେଲା ସମାଜ ଦେଖନ୍ତୁ ଏଇଟା ସମାଜର ରାଜନୈତିକ ଅର୍ଥନୈତିକ ସାଂସ୍କୃତିକ ଧାର୍ମିକ ଦାର୍ଶନିକ ନୈତିକ ଜୈବିକ ଆଚରଣ ଭଳି ବହୁ ଉଦ୍ଦେଶ୍ୟ ଥିବାବେଳେ ରାଷ୍ଟ୍ରର କେବଳ ରାଜନୈତିକ ଅର୍ଥନୈତିକ ଏବଂ ସାଂସ୍କୃତିକ ଉଦ୍ଦେଶ୍ୟ ଥାଏ। ଠିକ୍ ଅଛି। ରାଷ୍ଟ୍ର ଏବଂ ସଂଘ ଷ୍ଟେଟ୍ ଆଣ୍ଡ ଆସୋସିଏସନ୍। ଷ୍ଟେଟ୍ ଆଣ୍ଡ ଆସୋସିଏସନ୍ ବିଷୟରେ ଆମେ ଜାଣିବା। ରାଷ୍ଟ୍ର ଏବଂ ସଂଘ ଉଭୟ ସଂଘ ହୋଇଥିଲା ବେଳେ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ସଂଘ ମଧ୍ୟରେ କେତେକ ପାର୍ଥକ୍ୟ ରହିଛି। କେମିତି କ'ଣ ରହିଛି ଦେଖ। ରାଷ୍ଟ୍ର ଏକ ସଂଘ ହୋଇଥିଲେ ମଧ୍ୟ ଏହା ବିଭିନ୍ନ ସଂଘର ସମଷ୍ଟି। କିନ୍ତୁ ରାଷ୍ଟ୍ର ଗୋଟେ ସଂଘ ହୋଇଥିଲେ ମଧ୍ୟ ତାର ବିଭିନ୍ନ ସଂଘର ସମଷ୍ଟି ନିହାତି ରହିବ। ଠିକ୍ ଅଛି ପିଲାମାନେ। ବିଭିନ୍ନ ସଂଘ ମାଧ୍ୟମରେ ବ୍ୟକ୍ତି ତାର ବିଭିନ୍ନ ଇଚ୍ଛା ତଥା ସ୍ୱାର୍ଥ ପୂରଣ କରିଥାଏ, କିନ୍ତୁ ରାଷ୍ଟ୍ର ଅନନ୍ୟସାଧାରଣ। ଏହାକୁ ସଂଘମାନଙ୍କର ସଂଘ କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ର ସଦସ୍ୟ ହେବା ପାଇଁ ବାଧ୍ୟ, କିନ୍ତୁ ଅନ୍ୟାନ୍ୟ ସଂଘର ସଦସ୍ୟ ହେବା ଇଚ୍ଛାଧୀନ। ଠିକ୍ ଅଛି। ଆଉ ନେକ୍ସଟ ଆମକୁ କ'ଣ କହିଲା?
प्रत्येक व्यक्ति राष्ट्र सदस्य होगा बाध्य। प्रत्येक व्यक्ति राष्ट्र गोटे सदस्य होगा बाध्य, किंतु अन्य संघर सदस्य होगा इच्छाधीन। जड़े व्यक्ति केवल गोटे राष्ट्र नागरिकता व सभा पद रही पारे, किंतु सही व्यक्ति यहाँ जो रहा देखो मार्क कर दूचे। जड़े व्यक्ति केवल गोटे राष्ट्र नागरिकता व सभ्य पद रही पारे, किंतु सही व्यक्ति एक समय एकाधिक संघर सभ्य हो पारे। राष्ट्रर आयतन बा भौगोलिक सीमा निर्दिष्ट, किंतु संघर कौन निर्दिष्ट भौगोलिक सीमा न था। राष्ट्र एक आम कौन करा स्थायी संघ बोली कह। राष्ट्र एक स्थायी संघ, किंतु राष्ट्र भितर थिबा संघ गुड़िक अस्थायी। राष्ट्रर बहुविध उद्देश्य थिबा बेले संघर केतेक निर्दिष्ट उद्देश्य है। राष्ट्र सार्वभौमत्व क्षमता रही बेले अन्य संघ गुड़िक से क्षमता नहीं। राष्ट्र संघ अन्य संघ मान कार्यकलाप को नियंत्रण करे। राष्ट्र नीति नियम न मानिले तार कठोर दंड देवा क्षमता रही बेले संघ गुड़िक दंड देवा क्षमता सीमित। राष्ट्र अखंड क्षमताशील शाली संघ गुड़िक से वैधता राष्ट्र स्वीकृति लाभ करते। वर्तमान आम मैंने राष्ट्र और सरकार विषय पढ़ा। देखो बोले तैयार हो जाओ मगेम्पो। देखो पिला माने तो मैंने हसी मजा सेमती कहीदिए, चलते खाली पढ़ी ने हेनी, ता सहित तुम मैंने जो पढ़ुच तुम ध्यान गुड़िक ये दियो, कनसेंट्रेट कर जहाँकि आम जापर। बेले बेले राष्ट्र आ स्टेट आ सरकार सॉरी राष्ट्र आ सरकार विषय कौन रही पार्थक्य गुड़ कौन रही पढ़ा। बेले बेले राष्ट्र और सरकार को विभिन्न अभिन्न बोली लोके कहते, किंतु वास्तव में यह नुहे। राष्ट्र एवं सरकार मध्य अनेक पार्थक्य रही। केमती राष्ट्र समग्र शरीर हेले सरकार तार अंग। कौन कहे राष्ट्र समग्र शरीर हेले सरकार तार एक अंग। राष्ट्र जदि शरीर होइछि सरकार तार होछि बाहु गुड़िक बोली कहवा। सरकार राष्ट्र उपादान। सरकार नथिले राष्ट्र असंपूर्ण। सरकार जदि नथिबो राष्ट्र असंपूर्ण बोली जानिबा। राष्ट्र इच्छा को सरकार कार्यकारी करी। राष्ट्र मालिक सरकार तार प्रतिनिधि। राष्ट्र इच्छा को सरकार कार्यकारी करी। नेक्स्ट एटा गुड़ पढ़ुछंती ना नहीं। राष्ट्र चिरस्थायी होइथिबा बेले सरकार क्षणस्थायी। राष्ट्र जदि चिरस्थायी होगा सरकार क्षणस्थायी। जानिछ सरकार कौन 5 वर्ष थरे गठित होउछि। राष्ट्र सबुदिन पाई रही बेले सरकार बदलू थाए। राष्ट्र सार्वभौमत्व क्षमता थिबा बेले सरकार से क्षमता न थाए। से क्षमता को प्रयोग करने सरकार को अधिकार दि जाए। राष्ट्र विरोध में नागरिक जापारे नहीं, किंतु सरकार गादिच्युत करने नागरिक सरकार विरोध जापारे। राष्ट्र उपादान सबुठी सामान, किंतु सरकार भिन्न। राष्ट्र उपादान सबुठ सामान थी, किंतु सरकार उपादान गुड़िक भिन्न भिन्न थी। राष्ट्र को देखी हुए ना, किंतु सरकार को देखी हुए। राष्ट्र काल्पनिक संस्था होता बेले राष्ट्र नाम रे सरकार समस्त कार्य करते। देखो पिलाने राष्ट्र नाम रे सरकार समस्त कार्यकलाप गुड़िक करी। राष्ट्र को अदृश्य शक्ति जार महान रूप सरकार अंकन करते। अध्यापक लास्की कहते। कौन कहले अध्यापक लास्की सॉरी अध्यापक लास्की कहले तात्विक दृष्टिकोण सरकार और राष्ट्र मध्य तारतम्य रही, किंतु वास्तव जन सरकार बिना राष्ट्र को कल्पना करा। राष्ट्र सबु काम सरकार को काम होता है जाना। राष्ट्र जति स्टेट आउ नेशन विषय पढ़ा। राष्ट्र जाति कौन स्टेट एंड नेशन। आधुनिक राष्ट्र हूँ गतिभित्तिक राष्ट्र। जातीय स्वार्थ कहले राष्ट्र स्वार्थ को बजाई गोटे राष्ट्र अधिकार चरित्र को जातीय चरित्र आख्या दि जाए। तेणु प्राय समान अर्थ राष्ट्र और जाति विरोध होता है। जाति शब्दटी लाटिन भाषार नासियो शब्द आसी, जार अर्थ देखिए जातीय शब्दटी लाटिन भाषार नासियो शब्द आसे, जार अर्थ होची जन्म बा वंश। अर्थात जन साधारण पूर्वज वंशज को गठित जन संप्रदाय गोटे जाति बोली कहा जाए। आ प्रोफेसर गिलख्रिस्ट मत जाति शब्दटी राष्ट्र बा निकटवर्ती मध्य बोली कहा जाए। ठीक अच्छे पिला माने जाति जिते सार्वभौम देखु देखु जाति बोले सार्वभौम राष्ट्र अधिकारी हुए ताको इंग्रेजी भाषा नेशन बोली कहा जाए। जाति जिते सार्वभौम राष्ट्र अधिकार हो इंग्राजी भाषा आम ताको नेशन बोली कहवा। 1947 मसीहा पूर्व भारत 1971 मसीहार स्वाधीनता लाभ पूर्व बांग्लादेश यार उदाहरण बोली कहुए। जमीक आमको कहला जाति जिते राजनीतिक स्वाधीनता
ସ୍ୱାଧୀନତା ପାଇଁ ଉଦ୍ୟମ କରୁଥାଏ ଅର୍ଥାତ୍ ଏକ ସାର୍ବଭୌମତ୍ୱ ରାଷ୍ଟ୍ର ପ୍ରଦେଶ ସଂଗ୍ରାମ କରି ତାହାକୁ ଇଂରାଜୀ ଭାଷାରେ ନ୍ୟାସନାଲିଟି ବୋଲି ମଧ୍ୟ କୁହାଯାଏ। ଠିକ୍ ଅଛି ପିଲାମାନେ, ଜାତିକୁ ଭିତ୍ତି କରି ରାଷ୍ଟ୍ର ଗଠନ, ଏଇଟା ଦେଖ, ଜାତିକୁ ଭିତ୍ତି କରି ରାଷ୍ଟ୍ର ଗଠନ କିମ୍ବା ପ୍ରତ୍ୟେକ ଜାତି ପାଇଁ ଗୋଟିଏ ରାଷ୍ଟ୍ରନୀତିର ସପକ୍ଷ ଓ ବିପକ୍ଷରେ ଯୁକ୍ତି ରହିଛି। ଜନ୍ ଷ୍ଟୁଆର୍ଟ ମିଲ୍ ଥିଲେ ଏହି ନୀତିର ଜଣେ ସମର୍ଥକ। ସେ କ'ଣ କହିଥିଲେ? ମାତ୍ର ଲର୍ଡ଼ ଆକ୍ଟନ୍ ଓ ଅନ୍ୟମାନେ ଏହି ନୀତିର ବିରୋଧ କରିଥାନ୍ତି। ସେମାନଙ୍କର ଯୁକ୍ତି ହେଲା, ଏକ ଜାତିଭିତ୍ତିକ ରାଷ୍ଟ୍ରୀୟ ବିଭିନ୍ନତାର ଅନୁପସ୍ଥିତି ସ୍ୱାଧୀନତା ବିପନ୍ନ ହୁଏ, ପ୍ରଗତି ବ୍ୟାହତ ହୁଏ, ମାନବ ସଭ୍ୟତାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଧିକ ମତକୁ ନେଇ ଗଠିତ ରାଷ୍ଟ୍ର ସ୍ପୃହଣୀୟ ବୋଲି କରି କୁହାଯାଇଥାଏ। ଆଉ ସଂକ୍ଷିପ୍ତ ସୂଚନା ଏଠାରେ ଆମେମାନେ ଟିକେ ଓଭରଭ୍ୟୁ କରିବା, କାହିଁକି ନା ସଂକ୍ଷିପ୍ତ ସୂଚନା ହେଉଛି ଆମର ମେନ୍ ଇମ୍ପୋର୍ଟାଣ୍ଟ ଯେଉଁ ପଢ଼ିଲେ ସେଇ ବିଷୟର କି ପଏଣ୍ଟ ବୋଲି ଆମେମାନେ ମଧ୍ୟ ଜାଣିପାରିବା। ରାଜନୀତି ବିଜ୍ଞାନ ମୁଖ୍ୟ ଆଲୋଚନା ବିଷୟ ହେଉଛି ରାଷ୍ଟ୍ର। ରାଜନୀତି ବିଜ୍ଞାନ ମୁଖ୍ୟ ଆଲୋଚନା ବିଷୟବସ୍ତୁ କ'ଣ ରହିଛି? ରାଷ୍ଟ୍ର। ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ସଂଗଠିତ ସମାଜ ହେଉଛି ରାଷ୍ଟ୍ର। ନେକ୍ସଟ ହେଲା ରାଷ୍ଟ୍ରର 4ଗୋଟି ମୂଳିକ ଉପାଦାନ ରହିଛି, ଯେମିତି ଆମେ ପଢ଼ିଥିଲି। ତାର ଗୋଟେ ହେଲା ଜନସମୂହ, ଗୋଟେ ହେଲା ଭୂଖଣ୍ଡ, ଆଉ ଗୋଟେ ହେଲା ସରକାର, ଆଉ ଲାଷ୍ଟରେ ହେଉଛି ସର୍ବଶେଷରେ ସାର୍ବଭୌମତ୍ୱ। ରାଷ୍ଟ୍ର ମୁଖ୍ୟ ଲକ୍ଷଣ ହେଲା ସାର୍ବଭୌମତ୍ୱ, ଯାହା ଆଭ୍ୟନ୍ତରୀଣ କ୍ଷେତ୍ରରେ ସର୍ବୋଚ୍ଚ କ୍ଷମତା ଏବଂ ବାହ୍ୟ କ୍ଷେତ୍ରରେ ବହିଃଶକ୍ତିର ଅଧୀନରୁ ମୁକ୍ତ ହେବାକୁ ବୁଝାଏ। ଆଉ ଗୋଟେ ହେଲା ସମାଜ, ରାଷ୍ଟ୍ରଠାରୁ ଉର୍ଦ୍ଧ୍ୱରେ ଏବଂ ପ୍ରଥମେ ସମାଜ ତାପରେ ରାଷ୍ଟ୍ର ପରିକଳ୍ପନା ମଧ୍ୟ ବୋଲି ଆମେ ଜାଣିବା। ସମାଜ ଜୀବନ କହିଲେ ମନୁଷ୍ୟର ସାମୂହିକ ଜୀବନକୁ ବୁଝାଏ, କିନ୍ତୁ ରାଷ୍ଟ୍ର ମନୁଷ୍ୟର ରାଜନୈତିକ ଉଦ୍ଦେଶ୍ୟ ସାଧନା ପାଇଁ ପ୍ରତିଷ୍ଠିତ ଏକ ସଂଗଠନ। ରାଷ୍ଟ୍ର ହେଉଛି ସଂଘମାନଙ୍କର ସଂଘ, କାରଣ ଏହାର ସାର୍ବଭୌମତ୍ୱ ରହିଛି। ଠିକ୍ ଅଛି ପିଲାମାନେ, ସରକାର ହେଉଛି ରାଷ୍ଟ୍ରର ଜୀବନ୍ତ ପ୍ରତିନିଧି। ସରକାର ହେଉଛି ରାଷ୍ଟ୍ରର ଜୀବନ୍ତ ପ୍ରତିନିଧି। ରାଷ୍ଟ୍ର ତାହାର ସମସ୍ତ କାର୍ଯ୍ୟ ସରକାର ମାଧ୍ୟମରେ ହିଁ ସମ୍ପନ୍ନ ହୁଏ। ତେଣୁ ସରକାର ରାଷ୍ଟ୍ରର କାର୍ଯ୍ୟକାରୀ ଶକ୍ତି। ତେଣୁ ସରକାରକୁ ଆମେ ରାଷ୍ଟ୍ର କାର୍ଯ୍ୟକାରୀ ଶକ୍ତି ବୋଲିକିରି କହିବା। ରାଷ୍ଟ୍ର ଚିରସ୍ଥାୟୀ, ସରକାର କ୍ଷଣସ୍ଥାୟୀ ବୋଲି ମଧ୍ୟ ଆମେ ଜାଣିପାରିବା। ଆଉ ରାଷ୍ଟ୍ର ଓ ଜାତି ସମର୍ଥକ ଶବ୍ଦ ଭାବରେ ବ୍ୟବହୃତ ହୋଇଥାଏ। ମାତ୍ର ରାଷ୍ଟ୍ର ଏକ ବାସ୍ତବ ରାଜନୈତିକ ସଂଗଠନ ହୋଇଥିବା ବେଳେ ଜାତି ହେଉଛି ଏକ ଭାଗବତ ଧାରଣା। ରାଷ୍ଟ୍ର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ମଧ୍ୟରେ ଆବଦ୍ଧ, ମାତ୍ର ଜାତିର କୌଣସି ଆଞ୍ଚଳିକତା ନାହିଁ। ଗୋଟିଏ ଜାତିର ଲୋକେ ଦୁଇଟି ରାଷ୍ଟ୍ରରେ ବାସ କରିପାରନ୍ତି କିମ୍ବା ଦୁଇ ବା ତତୋଧିକ ଜାତିର ଲୋକ ଗୋଟିଏ ରାଷ୍ଟ୍ରରେ ବାସ କରିପାରନ୍ତି। ଏହା ହେଉଛି ରାଷ୍ଟ୍ର ଓ ଜାତି ମଧ୍ୟର ଯେଉଁ ମୂଳଭେଦ ବା ପାର୍ଥକ୍ୟ ବୋଲି ଆମେ କହିପାରିବା। ଠିକ୍ ଅଛି ପିଲାମାନେ, ଆଜି ଆମ୍ଭେମାନେ ରାଷ୍ଟ୍ର ବିଷୟରେ ଜାଣିଲେ, ରାଷ୍ଟ୍ର ବିଷୟରେ ପଢ଼ିଲେ, ଆଗକୁ ଆହୁରି ପଢ଼ିବା। ଆପଣମାନେ ବା ଏଇ ଚ୍ୟାନେଲ୍ ସହିତ ଜଡ଼ିତ ହୋଇକି ରୁହନ୍ତୁ। ଆମେମାନେ ପ୍ରତ୍ୟେକ +2ର ଚାପ୍ଟର ଗୁଡ଼ିକ ସାରିବା। ତୁମକୁ କେଉଁ ଟପିକ୍ଟା ଡାଉଟ୍ ରହୁଛି ସେହି ଟପିକ୍ ଯଦି କମେଣ୍ଟ ସେକ୍ସନରେ ଦେବ, ତାହାକୁ ଆରମ୍ଭ କରିବା, ପ୍ରାୟୋରିଟି ଦେବା। ନିହାତି ପିଲାମାନେ ଜଡ଼ିତ ହୋଇକି ରୁହନ୍ତୁ। ଆଗକୁ ଆହୁରି ତୁମମାନଙ୍କ ପାଇଁ ବହୁତ ଭଲ ଭଲ ଭିଡ଼ିଓ ନେଇକି ଆସିବି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ ପିଲାମାନେ, ରହୁଛି।